ଚୋରି ହୋଇଥିବା ମୋବାଇଲ ଗୁଡ଼ିକୁ ଖୋଜି ଖୋଜି ବାହାର କରୁଛି କନ୍ଧମାଳ ପୋଲିସ। ମୋବାଇଲ ହଜିବା ଓ ଚୋରି ଘଟଣାକୁ ରୋକିବା ସହ ପ୍ରକୃତ ମାଲିକଙ୍କୁ ହଜିଥିବା ମୋବାଇଲ ଫେରସ୍ତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଆଉ ଏକ ସଫଳତା ମିଳିଛି। ଶନିବାର ଜିଲ୍ଲା ପୋଲିସ ମୁଖ୍ୟାଳୟ ସ୍ଥିତ ସାଇବର ସେଲରେ ଆୟୋଜିତ ମୋବାଇଲ ରିକଭରି ମେଳାରେ 17 ଜଣଙ୍କୁ ସେମାନଙ୍କର ହଜିଥିବା କିମ୍ବା ଉଦ୍ଧାର ହୋଇଥିବା ମୋବାଇଲ ଫେରସ୍ତ କରାଯାଇଛି। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ ପ୍ରକୃତ ମାଲିକମାନଙ୍କ ହାତରେ ମୋବାଇଲ ହସ୍ତାନ୍ତର କରିଥିଲେ। ମୋବାଇଲ ଫେରି ପାଇ ଉପଭୋକ୍ତାମାନେ କନ୍ଧମାଳ ପୋଲିସର ତତ୍ପରତାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ବିଭୂତି ଭୂଷଣ ମହାପାତ୍ର, ସାଇବର ଥାନା ଅଧିକାରୀ ଗେଲି କୁମାରୀ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଗତ ଜୁନ୍ ମାସ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ପୋଲିସ 62ଟି ହଜିଥିବା ମୋବାଇଲ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରସ୍ତ କରିଥିଲା। ପୋଲିସର ଏହି ପଦକ୍ଷେପ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ବଢ଼ାଇବା ସହ ସାଇବର ସେଲର କାର୍ଯ୍ୟଦକ୍ଷତାକୁ ପ୍ରତିଫଳିତ କରୁଛି। ମୋବାଇଲ ଦୋକାନରେ ଥିଲା, ଦୋକାନରୁ ଭିଡ଼ିଓ କଲ୍ କରି କଥା ହେଇ ମୋବାଇଲ ଥୋଇକି ସାଙ୍ଗେ ସାଙ୍ଗେ କଷ୍ଟମର ଗୋଟେ ଆସିଥିଲା, ସେ ଡ୍ରେସ୍ ନେଲା, ତା ସାଙ୍ଗରେ ସେ ମୋବାଇଲ ବି ନେଇକି ପଳେଇଲା। ତାପରେ ସାଇବର ଥାନାରେ କେସ୍ ଦେଲା ପରେ 3 ଦିନ 4 ଦିନ ପରେ ସେ କଷ୍ଟମର ଆଉ ଥରେ ଦୋକାନଠି ଆସିଲା ପରେ ସେ ମୁଁ କହିଲି କେସ୍ ଦେଇଛି, ଆଉ ସେ କହିଲେ ନାଇଁ ତମ ମୋବାଇଲ ତମେ ଦେଇଦେବି ଆଣି। ପୋଲିସ ବାଲା ସବୁ କିଛି ସୁବିଧା ଦେବାରୁ ଆଜି ବହୁତ ଖୁସି ଅଛି। ମୋବାଇଲ ବି ଖୁସିରେ ପାଇଲି ମୁଁ। हमें 17टा लॉस्ट और स्टोलन मोबाइल को राइटफुल ओनर्स को हमें हैंड ओवर करूँ छू। एटा हमारा बेले बेले हमें मोबाइल मेला भावरे हमें रिटर्न करूँ छू। एटा पूर्व हमें 62 मोबाइल रिटर्न करतेलु और आज हमें 17टा और रिटर्न करूँ छू। एटा 79 हो जाए। ता छाड़ी की थाना माने डेली ऑन नियर डेली बेसिस से माने मोबाइल रिटर्न करूँ छू। एटा आमे अवेयरनेस भी करूँ छू कि केमिति आपनको जदि मोबाइल हजी जाए छी आपण केमिति स्टेप्स नहीं पारिबे। टिके साइबर अवेयरनेस करूँ छू और तांको आमे तांकर निज निज मोबाइल फेराई देउ छू। एटा 17टा मोबाइल रिकवर हेछि। तार पाखापाखि मूल्य होबो अराउंड 2 लाख से हिसाब रे हम मोबाइल मिला करू। एज ऑफ नाउ ओनली स्टोलन एंड लॉस्ट मोबाइल सेटा रिकवरी हेछि, कारण से माने अलगा अलगा सेकेंड हैंड थर्ड हैंड किनु छथि। तो जो माने चोर अछंती से माने एबि पर्यंत धरा हेबे, किंतु जदि इन्वेस्टिगेशन रे किछि बाहरिबे ता ऊपर भी एक्शन निया छै।